ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଗୋଟେ କଥା ଦେଖନ୍ତୁ, ଆମର ବିଜ୍ଞାନ ସେ ପାଠ ପଢିଛନ୍ତି, ରିସର୍ଚ୍ଚ କରୁଛନ୍ତି, ସିଏ ଯୋଉ କଥାଟା କହିବେ ସେଇଟା କେତେବେଳେ ବାଜୁଛି ବାଜୁନାହିଁ। କାହିଁକିନା କଳିଯୁଗର ପାଠ ବିଜ୍ଞାନଟା କଣ କଳିଯୁଗର ପାଠ ନା, ଆଉ କାରଣ ସତ୍ୟଯୁଗ ପାଠ। ବିଜ୍ଞାନ ଥିଲା ସତ୍ୟଯୁଗରେ, ତ୍ରେତୟା ଯୁଗରେ ଥିଲା, ଦ୍ୱାପର ଯୁଗରେ ଥିଲା, ମୁଁ ସାଡକୁ ଯାଉନି। ବିଜ୍ଞାନ ବର୍ତ୍ତମାନ ଯୋଉ କଥା କହୁଛି ତାର ଗ୍ୟାରେଣ୍ଟି କିଛି ବିଜ୍ଞାନ ଦେଇପାରୁନାହିଁ। ହବାର ସମ୍ଭାବନା ଅଛି, ହେଇପାରେ, ଏକଥା ବିଜ୍ଞାନ କହୁଛି। ଆପଣ ମାନେ ଶୁଣୁଥିବେ, ଜାଣୁଥିବେ, ମୁଁ କହୁନି। ମୁଁ ତ କିଛି ଆଣିନି, ମା ପେଟରୁ କିଛି ଆଣିନଥିଲି, ଏଇଠି କିଛି ବି ସଂଗ୍ରହ କରିକି ରଖିନି। ମୁଁ ଯେତେବେଳେ ବସେ ମାନେ ଆକାଶ ଛାତ ତଳେ ବସେ, ଏଇ ପବନ ଯୋଉ ପଞ୍ଚଭୂତ ପ୍ରଭୁଙ୍କର ଅଛି, ବସୁଧା ମା ଉପରେ ବସେ, ସୂର୍ଯ୍ୟ ଦେବତା, ଅଗ୍ନି ଅବଶ୍ୟ ପାଖରେ ନଥିଲେ ବି ମଧ୍ୟ ସୂର୍ଯ୍ୟ ଦେବତା, ବସୁମତୀ ମା, ଆମର ଆପଣଙ୍କର ଯୋଉ ପବନ, ପାଣି, ଇଏକୁ ମୁଁ ଏଇଠି ବସେ। ଆପଣ ଦେଖିପାରୁଥିବେ ମୋ ପଛପଟରେ, ମୁଁ ଘର ଭିତରେ ବାଇଟ କରୁନା। ଘର ଭିତରେ କେତୋଟି ବାଇଟ କରିଥିଲି ମୋ ଚ୍ୟାନେଲ ଭିତରେ, ମୁଁ ଘର ଭିତରେ କେତୋଟି ବାଇଟ କରୁଥିଲି, କିନ୍ତୁ ମୁଁ ଘର ଭିତରେ କରୁନା। ମୁଁ କଣ ପିନ୍ଧିବା ନ ପିନ୍ଧିବା, ଏଇ ଯୋଉ କିଲିକି ଚିତା ମାରିବା, ଆ ଭିତରେ ବି ମୁଁ ଗୁରୁତ୍ୱ ଦିଏ ନା। କିଲିକି ଚିତା କଣ ମୋ ମା ପେଟରୁ ମାରିକିରି ଆସିନି, ଏଇଗୁରା ମାରି କିଛି ନାହିଁ। ଏଇଠି ସବୁ ଶିଖୁଛି, ଜାଣୁଛି। ଏଇଠି ଜନ୍ମ ହେଲା ପରେ ସବୁ ଶିଖୁଛି, ଜାଣୁଛି। ସବୁ ଜ୍ଞାନୀଙ୍କଠୁ ଶିଖିଛି, ଅଜ୍ଞାନୀଙ୍କଠୁ ଅଜ୍ଞାନ କଥା ଶିଖିଛି। ଆମେ ବି ଆମ ସାଙ୍ଗରେ ଯିଏ ଆଲତୁ ଫାଲତୁ କଥାବାର୍ତ୍ତା କରିବ, ଆମେ ବି କାହାକୁ ଛାଡିଲା ବାଲା ନୁହେଁ। ରାମ ଭଗବାନ କଣ ଜାଣିନଥିଲେ ଭଗବାନଙ୍କର କେହି କିଛି କରିପାରିବେନି? ଧନୁ ତାକୁ କାନ୍ଧରେ ପକେଇକିରି ଯାଇଥିଲେ, କାହିଁ ପକେଇକିରି ଯାଇଥିଲେ? ଜାଣିଥିଲେ ଆଗକୁ କଣ ହବ। ଆମେ ସେମିତି ଆମ ଅସ୍ତ୍ର, ଆମର ଯୋଉ ବାକ୍ୟ ବାଣ ହଉ କି ମାନେ ବାହୁବଳ ହଉ, ଆମେ ତାକୁ ସାଙ୍ଗରେ ରଖିକି ଯିବୁ ନା। ଆଉ ଆମେ ପ୍ରଭୁ କହିଛନ୍ତି ନା, କହିଲା ସର୍ପ କୂଳରେ ଜାତ କଲୁ ମୋତେ ଗୋବିନ୍ଦ, ପ୍ରଭାବ ଛାଡ଼ିବି କେମନ୍ତେ ଗୋବିନ୍ଦ। ଏଇଟା ଭାଗବତରେ ଅଛି କି ନାହିଁ ମୁଁ କହିପାରିବିନି, କିନ୍ତୁ ଭାଗବତ ସ୍ୱରରେ ବୋଲି ମୁଁ ଯଦି ବୋଲିମି ଖାଲି ଆଜ୍ଞା ଗୀତରେ ବୋଲି ବୋଲିକିରି କାଲି ସକାଳେ ଯାକେ ବୋଲି ପଳେଇବି। ଏ ମୋବାଇଲରେ ଚାର୍ଜ ରହିବନି, ଯିଏ ଆମର ରେକର୍ଡିଂ ଆମ ସେ ଝିଅ କରୁଛି ଝିଆରୀ, ସିଏ ବି ଏଠି ବସି ପାରିବନି, ଯେମିତି ଚାଲିଥିବ। କାରଣ ଆଜିକି 1996 ମସିହାରେ ଜଣେ ବାବା ଯାଇଥିଲେ, ତାଙ୍କ ନାଁ ହଉଛି ରାମଦାସ, କଳାପାଟ ଠାକୁରାଣୀ, ପାହାଡ ହଉଛି ମଣିଭଦ୍ର ପାହାଡ। ଆପଣଙ୍କର କଣ୍ଟିଲୋ ନୀଳମାଧବଠୁ ଆଗକୁ ଯିବା ହୁଏ। ବାବାଙ୍କ ନାଁ ମୁଁ କହୁନି, ସେ କରିଥିଲେ, ମୁଁ ଯାଇଥିଲି। ମତେ ନିମନ୍ତ୍ରଣ ସେତେବେଳେ କରିନା। ଆମେ କୋଉ ବାବା ନା ଗେବା ନା ଖୋବା ନା କଣ, ଆମେ କୋଉଥିରେ ନାହୁଁ। ହେଲା ବ୍ରହ୍ମା ଇନ୍ଦ୍ର ପଦ ନବାନ୍ତେ ଜ୍ଞାନ, ଜ୍ଞାନ ନଇଛେ ସପ୍ତଦ୍ୱୀପ ରାଜା ହୋଇବି ଏହୁ ପଦ ନବାନ୍ତେ, ଯୋଗୀ ଯତୀନ୍ଦ୍ର ମୁଁ ନୋଇବି ବ୍ରହ୍ମ ଜ୍ଞାନୀ ନୋଇବି, ସାଧୁ ସନ୍ଥ ମୁଁ ଯେ ନୋଇବି, ମୁଁ ଯେ କବି ନୋଇବି, ମରଣ ବେଳକୁ ଶରଣ ତୁମ୍ଭ ଚରଣେ ହେବ, ଅତୁତ ବୋଲେ ପରିତ୍ରାଣ ଗତି ଆନ ନୋଇବ। ମୁଁ ବି ପ୍ରଭୁଙ୍କ କତିରେ ପ୍ରାର୍ଥନା କରୁନି ଯେ ମରଣ ବେଳକୁ ତମ ଚରଣ ତଳେ ଶରଣ ହବ ବୋଲି। ଏଡେ ବଡ ମହାପୁରୁଷ ଯଦି ଏକଥା କହିପାରିଲେ, ତମେ ତାଙ୍କରି କଥାକୁ ବିକିକିରି ସେଇ କଥାରେ ଚଳିକିରି ତମେ ପେଟ ପୋଷିକିରି ଗାଡି ଘୋଡା ଭଲ ମନ୍ଦ ଯାହା କରିକିରି ଆଲିସିଆନ ବଙ୍ଗଳାରେ ରହୁଛ କି କୋଉଠି ରହୁଛ, କଣ କରୁଛ ନ କରୁଛ ସେ କଥା ତମକୁ ଜଣା। ତମେ ସେ ଯୋଉ ମହାପୁରୁଷଙ୍କ ନାଁରେ କଳଙ୍କ ଲଗଉଛ, ସେ ମହାପୁରୁଷ ତମକୁ ଛାଡିବେ ତ? ଆମେ ସେ ମହାପୁରୁଷଙ୍କୁ ଆଶ୍ରୟ କରୁଛୁ, ତମେ ବି ଆଶ୍ରୟ କରୁଛ। ତମେ ତାଙ୍କ କଥାକୁ ବିକିକିରି ଚଳୁଛ, କିନ୍ତୁ ଆମେ ଆଶ୍ରୟ କରିକିରି ପଢିଛୁ। ଦୁର୍ଜନ ଲୋକକୁ ଡରାଇ ପିଟି କାତନା ଦେଇ, ନିରକ୍ଷ ହୋଇ ପଡିଅଛି ଭବ ସାଗରେ ମୁଇଁ, ତୁଣ୍ଡ ଦେବେ କୃପା କରିବ ମୋତେ ଶିବ ଆବୋରି, କୃତାନ୍ତ କଟିସ କରିବ ବୋଧ ଛଡ଼ାଇରି, ପାଣ୍ଡବଙ୍କୁ ତୁମ୍ଭେ ରଖିଲ ଠିକ ଲେଖୁରୁପତି, ଯାହାକୁ ତୁମେ ଯେ ଭଣିବ ବନେ ଦିନ ତୁଜି। ଆମେ ଅଭିନୟ କରିକିରି କାନ୍ଦିବୁନି। ଅଭିନୟ କରି କାନ୍ଦିଲେ କଣ ହବ? ଆମେ ତ ଯାତ୍ରା ଦେଖୁଛୁ ନା। ଯାତ୍ରାରେ ଯିଏ ଗୋଟେ ଦୁଃଖରେ ପଡିଛି, ସେ କାନ୍ଦୁଛି, ନେଚୁରାଲି ଲୁହ ଏବେ ବାହାରୁଛି। ଆଗରୁ ଆଜିକି 30 ବର୍ଷ 40 ବର୍ଷ ଥିଲେ ଗ୍ଲିସେରିନ୍ ମାରୁଥିଲେ ଆଖିରେ ଲୁହ ଗଡିବ। ଡାଇରେକ୍ଟର କହିବ ଆରେ ଲୁହ ଗଡିବା ଦରକାର, ତୁ କାନ୍ଦୁଛୁ ମାନେ ଲୁହ ଗଡିବ। ଆମର ପଡେ ସେତେବେଳେ, ଆମର ସେ ଯୋଉ 30-40 ବର୍ଷ ତଳେ ହାଏଷ୍ଟ ଲାଇଟ୍ ଟା ଥିଲା ସ୍ପଟ ଲାଇଟ୍, ଯୋଉଟା କି ପିମ୍ପା ଭଳିଆ ଲାଇଟ୍ ଟା ଯିବ, ସିଏ ଚିଲେଇକିରି ଆସିବ ଆପଣଙ୍କର 10-20 ମିଟର 30 ମିଟର ଦୂରରୁ ପାଟିଆର ସାଇଡ୍ ଆସୁଥିବ, ସିଏ ଚିଲେଇକିରି ଆସିବ।
ସେ ଗ୍ଲିସରିନ୍ ମାରୁଥିବ କାନ୍ଦଟା ଆସୁଥିବ, କାହିଁକି କହିଲେ ଆଖି ପୋଡେ, ଆଖି ପୋଡିବ ଯେତେବେଳେ ଗ୍ଲିସରିନ୍ ମାରିବ, ଆଉ ସେମିତି ଗ୍ଲିସରିନ୍ ମାରିବ କି ନହେଲେ ପ୍ରବଳ ଥଣ୍ଡା ହେଇଥିବ ଆଖି ଲୁହ, ସେ ଲୁହ ବୋହିବାରେ କଣ ଅଛି? ଲୁହ ବୋହିବା ଦି ପ୍ରକାର ଅଛି, ଦୁଃଖରେ ଲୁହ ବୋହିବ, ସୁଖରେ ଲୁହ ବୋହିବ। ଦୁଃଖାଶ୍ରୁ ଆନନ୍ଦାଶ୍ରୁ, ମୁଁ ଯାହା ଜାଣିଛି, ପଢିନେଇ କିନ୍ତୁ ଜାଣିଛି, ଆମେ ସବୁ ଜାଣିଛୁ। ଆମେ ଯାତ୍ରା ଡାଇରେକ୍ଟରଙ୍କ ସହିତ ମିଶିଛୁ, ଯାତ୍ରାର ଏ ଯୋଡ଼େ ଆକ୍ଟର ଯିଏ ଅଛନ୍ତି ତାଙ୍କ ସହିତ ମିଶିଛୁ, ସମସ୍ତଙ୍କ ସହିତ ମିଶିଛୁ, ଆମେ ତ ଜାଣିଛୁ। ଆଇନ କାନୁନ ଯିଏ ବି ଅଛନ୍ତି ତାଙ୍କ ସହିତ ମିଶିଛୁ, ଜଜଙ୍କ ସହିତ ମିଶିଛୁ, ଓକିଲଙ୍କ ସହିତ ମିଶିଛୁ, ପୋଲିସ ବାଲାଙ୍କ ସହିତ ମିଶିଛୁ, ସମସ୍ତଙ୍କ ସହିତ, ଏୟାରଲାଇନ ଆପଣଙ୍କର ସ୍ଥଳ ବାହିନୀ ସମସ୍ତଙ୍କ ସହିତ ମିଶିଛୁ। କେବେ ଆମେ ମିଶିଛୁ ବୋଲି ଆମେ କହିବୁ ଯେ ଆମର ସବୁ ଅଛନ୍ତି, ଆମର କେହି କିଛି କରିପାରିବେନି, ଆମେ ଅପରାଧ କରି ଚାଲିମୁ, ଅସମ୍ଭବ। ଦ୍ରୌପଦୀ କିଛି ଅପରାଧ ନ କରିକି ଏତେ ସମସ୍ତେ ଥିଲେ ଫସିନା ଯେତେବେଳେ ତାଙ୍କୁ ବିବସ୍ତ୍ର କରାଯାଉଥିଲା, କେତେ ଜ୍ଞାନୀମାନେ ଥିଲେ, ତାଙ୍କୁ ରକ୍ଷା କରିପାରିଲେ କି? ମୁଁ ସେମିତି ସମସ୍ତଙ୍କ ସହିତ ମିଶିଛି, ମତେ ଯେତେବେଳେ ବିବସ୍ତ୍ର କରାଯିବ, ମୁଁ ଯୋଉ ମାନଙ୍କ ସହିତ ମିଶିଛି କହିବି, ସେ ମତେ ରକ୍ଷା କରିବେ କି? କିଏ କଟକ, କିଏ ଭୁବନେଶ୍ୱର, କିଏ କେନ୍ଦୁଝର, କିଏ କେନ୍ଦ୍ରାପଡ଼ା, କିଏ ଆପଣଙ୍କର କିଏ ଆନ୍ଧ୍ରା, କିଏ ଆପଣଙ୍କର ଦିଲ୍ଲୀ, କିଏ ବମ୍ବେ, କିଏ ମାଡ୍ରାସ, କଣ ମତେ କରିବେ? କିଛି କରିପାରିବେନି। ମୋ ପୁଅ ଘରିକା ମୋ ପାଖରେ ଅଛନ୍ତି, ମତେ ଏଇଖିନିକା ଏଇ ଯୋଉ ଗଛ ମୂଳେ ବସିକିରି ମୁଁ ଭିଡିଓ କରୁଛି, ଗୋଟେ ସାପ ଆଜି କାମୁଡି ଦବ, ସେ ରକ୍ଷା କରିପାରିବେ? ଅସମ୍ଭବ। ଦୈବ ବଳ ଦରକାର। ଦୈବ ବଳ କଣ ସାଧନା ମାଧ୍ୟମରେ ହବ? ସାଧନା କରିଲେ ତ ତମେ ତାନ୍ତ୍ରିକ ହେଇଗଲ, ତନ୍ତ୍ର ସାଧନା କଲ, କୁଚ୍ଛ୍ର ସାଧନା। ରାବଣ ତପସ୍ୟା କରି କରିକିରି ମୁଣ୍ଡକୁ କାଟିକିରି ନେଇକିରି ପକେଇଦେଲେ ଯଜ୍ଞରେ, ବ୍ରହ୍ମଦେବ କି ମହାଦେବ ସନ୍ତୁଷ୍ଟ ହେଇକିରି ବର ଦେଲେ, ଯାହା ଇଚ୍ଛା କରିବୁ, ତୁ ପୁରା ଜୟ କରିବୁ, ଇନ୍ଦ୍ର ହଉ, ବରୁଣ ହଉ, କୁବେର ହଉ, ସବୁ ହେଇଯିବୁ। ହେଲା ପରେ କଣ ହେଲା? ଟିକେ ଜ୍ଞାନ ଅର୍ଜନ କର। ବଡ ଗଛଟେ ହେଲେ ପବନ ବାଜିବ, ଯେତେବେଳେ 50 ଡିଗ୍ରୀ ପବନ ହବ, ଡେଙ୍ଗା ଗଛଟା ଭାଙ୍ଗିଯିବ। ଆଉ 100 ଡିଗ୍ରୀ ତ ପବନ ହେଲେ, 100 କିଲୋମିଟର ବେଗରେ ପବନ ହେଲେ, ସେ ତ 200 300 ଯାହା ଅଛି ଆମର 99 ମସିହା ବାତ୍ୟା କି ତିତିଲି ବାତ୍ୟା, କାନ୍ଥରୁ ହଉଛି ପ୍ଲାଷ୍ଟର ଚଢିଲା, ତିତିଲି ନା କଣ ପୁରୀରେ ଯୋଉଟା ହେଇଥିଲା, ଫନି ଯାହାଟା ହେଇଥିବ, ମୁଁ ସେ ନା ଜାଣିନି। ଆମର ଘୋଷିକି ରଖିବାର ଦରକାର ନାହିଁ ନା, କାହିଁକି ଆମକୁ କିଏ ସାର୍ଟିଫିକେଟ ଦେବାର ଆମର କିଛି ଆବଶ୍ୟକ ନାହିଁ। ଫନି ନହେଲେ ତିତିଲି, ଆଉ ଦିଟା କଥାରୁ ଗୋଟେ ହେଇଥିବ, ଆଉ କାନ୍ଥରୁ ପ୍ଲାଷ୍ଟର ଚଢେଇ ନେଇଥିଲା। ସେ ଯୋଉ ପ୍ଲାଷ୍ଟର ଚଢେଇ ନେଇଥିଲା, ସେଇ ବାତ୍ୟାଟା ହେବାକୁ ଦିନେ ଥିଲା ମୋ ଝିଅର ବାହାଘର ହେଇଥିଲା। ଆମର এই ଅଞ୍ଚଳରେ ଗୋଟିଏ ମନ୍ଦିର ଅଛି, ଶିବ ଏବଂ ଦୁର୍ଗା ଉଭୟ ଗୋଟିଏ ମନ୍ଦିରରେ ପୂଜା ପାଉଛନ୍ତି। ଆମ ଜାରକା ଠାରୁ 2 କିଲୋମିଟର ଦୂର ବାରବାଟୀ ଶିବ ଦୁର୍ଗା ମନ୍ଦିର, ସେଇଠି ଆମର ଯେତେବେଳେ ବାତ୍ୟା ହେଲା, 2 ତାରିଖରେ ଆମର ଝିଅ ବାହାଘର ହେଲା। ଆମ ବାହାଘର ସରିଲା ପରେ ବର୍ଷା ପବନ ଉଠେଇ ଆସିଲା, ତାପରେ ବାତ୍ୟା ହେଲା। ଝିଅ ବାହାଘର ସରିବାର କିଛି ଦିନ ପରେ ମୋ ସମୁଦି ମୁଁ ଯାଇଥିଲି ପୁରୀ, କୋଣାର୍କ, ଚନ୍ଦ୍ରଭାଗା, କାକଟପୁର, ମଙ୍ଗଳା, ଏମିତି ହେଇକିରି ବାଇକରେ ସବୁ ଯାଇଛନ୍ତି। ଦେଖିଲି ସମାନ କରିକିରି ଯେମିତି ଆପଣଙ୍କର ଯୋଉ ଆମର ଯୋଉ ପାର୍କରେ ସମାନରେ ଘାସ କାଟି ଦିଅନ୍ତି, ସେଇଭଳିଆ ସବୁ ଗଛ ଭାଙ୍ଗିକିରି ଥାଏ। ଭୁବନେଶ୍ୱରରେ ଗୋଟେ କିରି ବୋର୍ଡ ନଥିଲା, ବୁଝିପାରୁଛନ୍ତି? ମୋର କହିବାର ଉଦ୍ଦେଶ୍ୟ ଯେ ଆମେ କିଛି କରିପାରିବା ନାହିଁ, ଆମେ ପ୍ରଭୁଙ୍କର ଶରଣାପନ୍ନ ହବା ଦରକାର। ଶରଣାପନ୍ନ ହବା ପାଇଁ କଣ ତମ ଗୁରୁ ତମକୁ ନିର୍ଦ୍ଦେଶ ଦେଇନାହାନ୍ତି? ମୁଁ କାଲି ଜଣଙ୍କ ସହିତ କଥା ହଉଥିଲି, ମାନେ ଏଇ ବାବା କି ଏଇ ବନ୍ଧୁ, ଏଇ ଭାଇ ଏଇ କଥା କହିଛନ୍ତି, ତାଙ୍କ ଗୁରୁ କଣ କହିଛନ୍ତି ଏଇ କଥା କହିବେ ନା, ସେଗୁରା ହଉଛନ୍ତି ବେଗୁରିଆ, ସେ କଣ ଗୁରୁ କରୁଛନ୍ତି? ଗୁରୁ ଯିଏ ହବ, ଶିଷ୍ୟର ସମସ୍ତ ପାପ ତାପ ହାନି ଲାଭ ସବୁ ଯାକ ସିଏ ନେବ। କହିଯିବ ଗୁରୁ କଥା କହୁନି, ଗୁରୁ ଯିଏ ହବ ମୋ ସ୍ତ୍ରୀ ସାଙ୍ଗରେ ମିଶିବ, ମୋ ଝିଅ ସାଙ୍ଗରେ ମିଶିବ, ମୋର ଯିଏ ଝିଆରୀ ଭଲ ମନ୍ଦ ଥିବ, ମୋ ଭଉଣୀ ଥିବ ତା ସାଙ୍ଗରେ ମିଶିବ, ଏ ଗୁରୁ କଥା ମୁଁ କହୁନି, କହିଯିବ ଗୁରୁ କଥା କହୁନି। ଯିଏ ପ୍ରକୃତ ଗୁରୁ ହେଇଥିବ ସେ ଶିଷ୍ୟ କରିବନି, ଯିଏ ପ୍ରକୃତ ଗୁରୁ ହେଇଥିବ ଶିଷ୍ୟ କରିବ ନାହିଁ। ଆପଣ ପ୍ରତ୍ୟେକ ଶାସ୍ତ୍ର ଦେଖନ୍ତୁ, ଗୁରୁ ଭକ୍ତି ଗୀତା ଦେଖନ୍ତୁ, ଅଚ୍ୟୁତାନନ୍ଦ ମହାପୁରୁଷ ଲେଖିଛନ୍ତି, ପଇସା ନବ ଗଣି ପାଣି ପିଇବ ଛାଣି, ଯେମିତି କଥା ଅଛି। ଗୁରୁ ଶିଷ୍ୟର ଅଟକଳକୁ ପୁରା ଠହରେଇଲା ପରେ ଯାଇକି ଶିଷ୍ୟ କରନ୍ତି। ଆଉ ବର୍ତ୍ତମାନ ତ ହଜାର ହଜାର ଶିଷ୍ୟ, ଲକ୍ଷ ଲକ୍ଷ ଶିଷ୍ୟ, ହଜାର ହଜାର ଗୁରୁ। ଠିକ ଅଛି,
ମୋର ଆଜି ଗୋଟେ କଥା କହିବାର ଅଛି। ମୋ ଭିଡିଓଟା ଆଜିକାଲି ଭିତରେ ପକା ହେଇଯିବ, 26 ତାରିଖ ଭିତରେ ପକେଇବା ପାଇଁ ଚେଷ୍ଟା କରୁଛି। ଏଇ ଯୋଉ 26 ତାରିଖରେ ଏଇ ଯୋଉ ଜିନିଷଟା ହବ, ମୁଁ ତ ଟାର୍ଗେଟ ନେଇଛି 26 ରୁ ଜୁନ 2 ତାରିଖ ଭିତରେ କିଛି ହବନି। କାରଣ ଏ ତାପମାତ୍ରାକୁ ଦେଖିକିରି ଆଗୁଆ ଯୋଉ ପ୍ରକାର ଆମର କହିଥିଲେ ସାଧୁ ସନ୍ଥ ମାନେ ଯିଏ ଅଛନ୍ତି, ପ୍ରବଳ ପରାକ୍ରମୀ, ପ୍ରବଳ ଶକ୍ତିଶାଳୀ, ପ୍ରବଳ ଧ୍ୟାନ ଯୋଗୀ, ପ୍ରବଳ ଜ୍ଞାନ ଯୋଗୀ, ପ୍ରବଳ ହଟ ଯୋଗୀ କହିଛନ୍ତି। ମୁଁ ଏଇଟା ବି ଆଜି କହୁଛି 26 ତାରିଖରୁ ଜୁନ 2 ତାରିଖ ଭିତରେ କିଛି ହବନି। ଆଉ ଗୁରୁବାର ଦିନ ତାପମାତ୍ରା ଯେତିକି ଥିଲା, ତାକୁ ତା ପୂର୍ବରୁ ଏ କଥାଟା ସେ କହିଛନ୍ତି ତ। ଗୁରୁବାର କେତେ ତାରିଖ ଥିଲା ମୁଁ କହିପାରିବିନି, ଆଜିର ତାରିଖ ହେଲା 24 ତାରିଖ। ମୁଁ ହିସାବ କରି କହିଦେବି, ଏତେ କିଏ ଆଉ ମୁଁ କହୁଛି। 24 ତାରିଖରେ ଯେତିକି ତାପମାତ୍ରା ଥିଲା, ଭୁଲ କହିନି, ଆପଣଙ୍କର ଯୋଉ ଗୁରୁବାର ଯେତିକି ତାପମାତ୍ରା ଥିଲା, ଶୁକ୍ରବାର ତାଠାରୁ କମିଥିଲା 1 ଡିଗ୍ରୀ କି 2 ଡିଗ୍ରୀ। ଶନିବାର ଦିନ ତାଠାରୁ 2 ଡିଗ୍ରୀରୁ 3 ଡିଗ୍ରୀ କମିଥିଲା। ରବିବାର ଆଜି ସେଇ ଭଳିଆ ଅଛି। ତାମାନେ ଆଜି ଯଦି 24 ତାରିଖ ହେଲା, ଶନିବାର ଦିନ ହେଇଥିଲା 23 ତାରିଖ, ଶୁକ୍ରବାର ଦିନ ହେଇଥିଲା 22 ତାରିଖ, ଗୁରୁବାର ଦିନ ହେଇଥିଲା 21 ତାରିଖ। 21 ତାରିଖ ତାପମାତ୍ରା 24 ତାରିଖ ତାପମାତ୍ରା ଭିତରେ ଆମ ବିଜ୍ଞାନ ଯନ୍ତ୍ର ଯାହା କହୁଛି, ଆପଣ ଦେଖିବେ ଆଜି ବି କମ ଅଛି। ଆଜି ବର୍ତ୍ତମାନ ସୁଦ୍ଧା 39 ଡିଗ୍ରୀ ବୋଧେ ତାପମାତ୍ରା ଅଛି। କିନ୍ତୁ ଗୁରୁବାର ଦିନ 42 ଡିଗ୍ରୀ ଉପରେ ହେଇଥିଲା ଆମ ଅଞ୍ଚଳରେ, এই ଧର୍ମଶାଳା ଯାଜପୁର ଅଞ୍ଚଳରେ। ଆମ ଘର ଏଇଠି ହେଇଥିଲା। ତେଣୁ ଆମେ କେହି କିଛି କରିପାରିବା ନାହିଁ, ଆମେ କେହି କିଛି କରିପାରିବା ନାହିଁ, କାରଣ ଜୀବନ ଆମ ହାତରେ ନାହିଁ। ମୁଁ ବଡ ବଡ କଥା କହୁଛି, ଯଦି ମୋ ତଣ୍ଟି ପଡିଯିବ ମୁଁ କହିପାରିବି ନାହିଁ। ଆମର ଯୋଉ ଗାୟକ ଫାୟକ ମାନେ ଥାନ୍ତି, ଆମେ ବି ଯେତେବେଳେ ଡ୍ରାମା ଫ୍ରାମାରେ ରୋଲ କରୁଛୁ, ସେତେବେଳେ କେମିତି ତଣ୍ଟି ଖୋଲିବ ଡାଇଲଗ ମାରିମୁ। ଆମେ ସେ ଶୁଣ୍ଠି ପାଣି ପିଇ, ଅଗଡ ପିଇ, ବଗଡ ପିଇ, ପିଇକିରି ଉଠେଇ ମୁଠେଇକିରି ଆମେ ଯାଇକି ରୋଲଟି ଯୋଉ କରୁ। ଯଦି ତଣ୍ଟିଟା ସାଧାରଣ ହିସାବରେ କହିଯାଉଛି, ଯୋଉ ପରମ ବ୍ରହ୍ମ ନିରାକାର ବିଷ୍ଣୁ, ଶୂନ୍ୟ ଶୂନ୍ୟ ମହାଶୂନ୍ୟ, ଶୂନ୍ୟ ମଧ୍ୟ ନିରାମୟ, ନିରାମୟ ମଧ୍ୟ ଜ୍ୟୋତି, ସଂଜ୍ୟୋତି ଭଗବାନ, ଶୂନ୍ୟ ବ୍ରହ୍ମ ଯଦି ଚାହିଁବେ ତଣ୍ଟି ବନ୍ଦ କରିବେ। ଏ ଟିକିଏ ଜୀବନକୁ କାହିଁକି ଏତେ ବଡ କଥା କହୁଛ? ଲୋକଙ୍କୁ ସୁଧାରିବା କଥା କୁହ। ଖାଲି କହିଲେ ହବନି, ପ୍ରବଚନ ଦେଲେ ହବନି, ଆଚରଣ ଉଚ୍ଚାରଣ ଆଗେ ଠିକ ରଖିକିରି କହିଲେ ହବ। ମୁଁ ବାରମ୍ବାର କହିଥିବି, ସ୍କୁଲ ସାରେ ପିଲାମାନଙ୍କୁ କହିବେ ଧୂମପାନ କରିବା ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ। ସିଗାରେଟ ବିଡିରେ ଲେଖା ହେଇଛି ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ, କିନ୍ତୁ ସାର୍ ଯାଇ ଲାଟ୍ରିନ୍ ଭିତରେ ଟାଣୁଥିବେ। ଛୁଆ ଭାବିଲେ ଭଲ ଜିନିଷଟା, ଛୁଆ ନୁଚେଇକିରି ଟାଣୁଛନ୍ତି, ସିଏ ଅଭ୍ୟସ୍ତ ହେଇଗଲେ। ତମେ ସେମିତି କରିବାଟା ଠିକ ନୁହେଁ। ତମେ ଟିକେ ସୁଧୁରି ଯାଅ। ତମେ ସୁଧୁରି ଗଲେ, ତମେ ବର୍ତ୍ତମାନ ପିକ୍ଚର ଉପରେ ଆସୁଛ, ତମକୁ ସମସ୍ତେ ଜାଣନ୍ତି, ତମକୁ ମାନ୍ୟ କରନ୍ତି, ଇଏ କରନ୍ତି। ଆମେ ତ କୀଟ କୀଟ କୀଟ, ତା କୀଟ ତରୁହୀନ। ତମ ହାତରେ ଭଗବାନ ଯୋଉ ଶକ୍ତି ଦେଇଛି, ତମେ ସଂସାରର କିଛି ପରିବର୍ତ୍ତନ କରିବା ପାଇଁ, ଧର୍ମ ଚେତନା ଭିତରେ ସମସ୍ତଙ୍କୁ ଜାଗ୍ରତ କରିବା ପାଇଁ କିଛି ଗୋଟେ ଚେଷ୍ଟା କର। ନ କରିଲେ ତମର ଲସ୍, ତମର ପ୍ରଥମ ଲସ୍, ତାପରେ ଜୀବ ଜଗତର ଲସ୍। ଜୟ ଜଗନ୍ନାଥ।